ମାଙ୍କଡ଼ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀ ବାନ୍ଧିଛି କଦଳୀ ଧିଅରେ ଅଖା। କିନ୍ତୁ କଦଳୀକି ସୁରକ୍ଷିତ ରଖିବ କିଏ? ମାଙ୍କଡ଼ ଦେଖୁନାହାନ୍ତି ଦାନ୍ତରେ କେମିତି କାମୁଡ଼ି ଛିଣ୍ଡେଇ, ସିଏ ତ ଖାଦ୍ୟ ଖାଇବ ନା, ସିଏ ବଞ୍ଚିବ କେମିତି? ଏମିତି ଯଦି ମାଙ୍କଡ଼ମାନେ ହଇରାଣ ହରକତ କରିବେ ତାହେଲେ ଚାଷୀ ବଞ୍ଚିବ କେମିତି? ଏ କଦଳୀ ସୁରକ୍ଷିତ ରହିବ କେମିତି? ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ କେମିତି? ଦେଖନ୍ତୁ କି ପ୍ରକାର ପ୍ରୟାସ କରୁଛି ମାଙ୍କଡ଼। ମାଙ୍କଡ଼ ଅତିଷ୍ଠ କଲେଣି 42 ମୌଜାକୁ। 42 ମୌଜାର ସମସ୍ତ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିନମ୍ର ନିବେଦନ କରିବୁ ପ୍ରିୟ ସରକାରଙ୍କୁ ଯେ ମାଙ୍କଡ଼ମାନଙ୍କୁ ସୁରକ୍ଷିତ ଜାଗାରେ ନେଇ ଛାଡ଼ିଲେ ଚାଷୀଙ୍କ ଆଶ୍ୱସ୍ତି ଅନୁଭବ କରିବେ। ତେଣୁକରି ମୁଁ କଟକ ସଦର 42 ମୌଜାରୁ ନବକିଶୋର ନାୟକ ନମସ୍କାର ଜଣାଉଛି ଆପଣମାନଙ୍କୁ। ଏ ମାଙ୍କଡ଼ ଏବଂ ଷଣ୍ଢ ଆମକୁ ଅତିଷ୍ଠ କଲେଣି। ଚାଷ କରିବା ପାଇଁ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ। ଧନ୍ୟବାଦ।